ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟମାନଙ୍କରେ ଯଦି ଆପଣମାନେ ପୋଷ୍ଟ ଗ୍ରାଜୁଏସନ୍ ଡିଗ୍ରୀ ବା ମାଷ୍ଟର ଡିଗ୍ରୀ କରିବା ପାଇଁ ଇଚ୍ଛୁକ ଅଛନ୍ତି, ତେବେ ଆପଣମାନେ ଚଳିତ ବର୍ଷ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ବା ସିପିଟି ଏଣ୍ଟ୍ରାନ୍ସ ଦେବା ପାଇଁ ପଡ଼ିବ। ସିପିଟି ଏଣ୍ଟ୍ରାନ୍ସର ଚଳିତ ବର୍ଷ ପାଇଁ ଅଫିସିଆଲ ନୋଟିଫିକେସନ୍ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇପାରି ନାହିଁ। ଏହା ଚଳିତ ମାସର ଶେଷ ସପ୍ତାହ କିମ୍ବା ଆସନ୍ତା ମାସ ପ୍ରକାଶ ପାଇବାର ବ୍ୟବସ୍ଥା ରହିଛି। ତେବେ ଆସନ୍ତୁ ଜାଣିବା ସିପିଟି ଏଣ୍ଟ୍ରାନ୍ସ ସମ୍ପର୍କିତ କିଛି ଇମ୍ପୋର୍ଟାଣ୍ଟ ତଥ୍ୟ। ସିପିଟି ପିଜି ଏଣ୍ଟ୍ରାନ୍ସ 2024 ଆପଣମାନେ ମନେ ରଖନ୍ତୁ, ସିପିଟି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟୋଟାଲ କୋଶ୍ଚିନ୍ ରହିବ 80। ଆପଣମାନଙ୍କୁ 80ଟି କୋଶ୍ଚିନ୍ର ଆନ୍ସର ଦେବା ପାଇଁ ପଡ଼ିବ ଏବଂ ସେହି 80ଟି କୋଶ୍ଚିନ୍ର ଆନ୍ସର ଦେବା ପାଇଁ ଆପଣମାନଙ୍କୁ 60 ମିନିଟ୍ ବା 1 ଘଣ୍ଟା ସମୟ ଦିଆଯିବ। ଆପଣଙ୍କର କୋଶ୍ଚିନ୍ର ଟାଇପ୍ ବା କେଉଁ ପ୍ରକାର କୋଶ୍ଚିନ୍ ଆସିବ ତାହା ଏବେ ଜାଣିନେବା। କୋଶ୍ଚିନ୍ ଆପଣଙ୍କର ଆସିବ ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍। ତାହାର ଅର୍ଥ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ 4 ଅପସନ୍ ଦିଆଯାଇଥିବ ଏବଂ ସେହି 4 ଅପସନ୍ ଭିତରୁ ଆପଣମାନେ ନିଜ ଭାବରେ ସଠିକ୍ ଚୟନ କରି OMR ସିଟ୍ରେ ତାହାକୁ ବ୍ଲୁ କିମ୍ବା ବ୍ଲାକ୍ ବଲ୍ ପଏଣ୍ଟ ପେନ୍ରେ ତାହାକୁ ରଙ୍ଗାୟିତ କରିବେ। ବୁଝିନିଅନ୍ତୁ ଆଉଥରେ, ଆପଣଙ୍କର ସିପିଟି ପରୀକ୍ଷା ରହିବ OMR ବେସ୍ଡ। ଆପଣଙ୍କୁ ଗୋଟିଏ ପ୍ରଶ୍ନ ପାଇଁ 4 ଅପସନ୍ ଦିଆଯାଇଥିବ। ଏବେ ଆସନ୍ତୁ ଜାଣିବା ସିପିଟି 2024ର ମାର୍କିଂ ସ୍କିମ୍ ବା ଆପଣମାନେ ଯଦି ଗୋଟେ ପ୍ରଶ୍ନର ସଠିକ୍ ଆନ୍ସର ଦେଉଛନ୍ତି ଆପଣଙ୍କୁ କେତେ ମାର୍କ ମିଳିବ ବା ଭୁଲ କଲେ କେତେ ମାର୍କ କଟିବ। ସିପିଟି ପରୀକ୍ଷାରେ ଯଦି ଆପଣ ଗୋଟିଏ ପ୍ରଶ୍ନର ସଠିକ୍ ଆନ୍ସର ଦେଉଛନ୍ତି ଆପଣମାନଙ୍କୁ ସଠିକ୍ ଉତ୍ତର ପାଇଁ 1 ମାର୍କ ଦିଆଯିବ ଏବଂ ଯଦି ଆପଣ ଭୁଲ ଦେଉଛନ୍ତି ଆପଣଙ୍କୁ 0 ମାର୍କ ମିଳିଯିବ। 0 ମାର୍କ ଅର୍ଥ ଆପଣଙ୍କୁ ସେଠି କୌଣସି ମାର୍କ ଦିଆଯିବ ନାହିଁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖନ୍ତୁ, ସିପିଟି ପରୀକ୍ଷାରେ କୌଣସି ବି ନେଗେଟିଭ୍ ମାର୍କିଂ ନାହିଁ। ଆପଣମାନେ ବିନା ଦ୍ୱିଧାରେ 80ଟି କୋଶ୍ଚିନ୍ ଆଟେମ୍ପ୍ଟ ନେଇପାରିବେ। ଆପଣମାନେ ନୋ ନେଗେଟିଭ୍ ମାର୍କିଂ ବା ନେଗେଟିଭ୍ ମାର୍କିଂ ନଥିବା କାରଣରୁ କେବଳ ସଠିକ୍ ଆନ୍ସର ଦେଇଥିବା ପ୍ରଶ୍ନର ମାର୍କ ଆପଣମାନଙ୍କୁ ହିଁ ମିଳିବ। ଭୁଲ ପାଇଁ କୌଣସି ଗୋଟିଏ ମାର୍କ ବି କଟିବ ନାହିଁ। ଆପଣଙ୍କର ମୁଁ କହିସାରିଛି, ଯେହେତୁ ଗୋଟିଏ ଅପସନ୍ ପ୍ରଶ୍ନ ପାଇଁ 4 ଅପସନ୍ ରହୁଛି ଏବଂ ଆପଣମାନଙ୍କୁ ଉତ୍ତର ଦେବା ପାଇଁ OMR ସିଟ୍ ମିଳୁଛି, ଆପଣଙ୍କର ଆନ୍ସର ସିଟ୍ ରହିବ OMR ବେସ୍ଡ। ଆପଣ ବ୍ଲୁ ପେନ୍ କିମ୍ବା ବ୍ଲାକ୍ ପେନ୍ ମାଧ୍ୟମରେ ଆପଣମାନେ OMR ସିଟ୍ରେ ଆନ୍ସର ଦେଇପାରିବେ। ତେବେ ଆସନ୍ତୁ ଜାଣିବା ଏଣ୍ଟ୍ରାନ୍ସର ସିଲାବସ୍ କ'ଣ ରହିବ। ଆପଣ ଏଣ୍ଟ୍ରାନ୍ସ ପାଇଁ କେଉଁ ସିଲାବସ୍ରୁ ଆପଣମାନେ ପାଠ ପଢ଼ିବେ। ସିପିଟି ପରୀକ୍ଷା ପାଇଁ ଆପଣଙ୍କର ଏଣ୍ଟ୍ରାନ୍ସ ରହିବ UG ମଡେଲ ସିଲାବସ୍, ଯାହା 2019 ପରଠାରୁ ଲାଗୁ ହୋଇଛି। 2019ରେ UGର ସିଲାବସ୍ ଚେଞ୍ଜ ହେଇଛି। ସେଇ ସିଲାବସ୍ ପରଠାରୁ ବା 2019 ପରଠାରୁ ଯେଉଁ ସିଲାବସ୍ରେ ଆପଣମାନେ +3 ପଢ଼ିଛନ୍ତି କିମ୍ବା ବର୍ତ୍ତମାନ ଆପଣ ସିଲାବସ୍ରେ ପାଠ ପଢ଼ୁଛନ୍ତି, ସେହି ସିଲାବସ୍ରୁ ହିଁ ଆପଣମାନଙ୍କର ସମସ୍ତ କୋଶ୍ଚିନ୍ ଆସିବ। ଅନର୍ସ ସିଲାବସ୍ରେ ଥିବା ସମସ୍ତ କୋର୍ ପେପରର ୟୁନିଟ୍ ଗୁଡ଼ା ହିଁ ପରୀକ୍ଷା ପାଇଁ ସିଲାବସ୍ ଅଟେ। ଆପଣ ସପୋଜ୍ ଆପଣଙ୍କର ଫିଜିକ୍ସ ଅନର୍ସରେ ଆପଣ 6ଟା ସେମିଷ୍ଟାରରେ ଯେତିକି କୋର୍ ପେପରରୁ ଆପଣ ପରୀକ୍ଷା ଦେଇଛନ୍ତି ତାହା ଆପଣଙ୍କର ସିପିଟି ପିଜି ଏଣ୍ଟ୍ରାନ୍ସରେ ଆସିବ। ସ୍ପେଶାଲ ସିଲାବସ୍ PDF କିଛି ନଥାଏ। ବହୁତ ପିଲାଙ୍କର ଡାଉଟ୍ ରହିଛି କି ସିପିଟି ଗୋଟେ ସ୍ପେଶାଲ ସିଲାବସ୍ ବାହାର କରେ ସିପିଟି ପରୀକ୍ଷା ପାଇଁ। ସେମିତି ନଥାଏ। ସିପିଟି ତାର ପୂର୍ବ ଯେତେ ବର୍ଷର ଆପଣ ଇନଫର୍ମେସନ୍ PDF ଦେଖନ୍ତୁ, ସେଠି ସେ କ୍ଲିଅର ମେନସନ୍ କରିଛି ସିପିଟି ଏଣ୍ଟ୍ରାନ୍ସର ସିଲାବସ୍ ହେଉଛି ଆପଣମାନଙ୍କର UG ମଡେଲ ସିଲାବସ୍, ଯାହା 2019 ପରଠାରୁ କାର୍ଯ୍ୟକାରୀ ହେଇ ଆସୁଛି। ଆଉ ଗୋଟେ କଥା ମନେ ରଖିବେ, ଆପଣଙ୍କର AECC ପେପର, ଜେନେରିକ୍ ପେପର ଆପଣଙ୍କର ସିପିଟି ପରୀକ୍ଷାରେ ଆସେ ନାହିଁ କିମ୍ବା ଆସିବ ବୋଲି ଆପଣଙ୍କର ଯେଉଁ ଇନଫର୍ମେସନ୍ PDF ସବୁ ବର୍ଷ ଯାହା ପ୍ରକାଶ ପାଏ ସେଥିରେ କୌଣସି ମେନସନ୍ ନାହିଁ। ତେଣୁ ଆପଣମାନଙ୍କର କୋର୍ ପେପର ଯାହା ପଢ଼ି ଆସିଛନ୍ତି 6ଟା ସେମିଷ୍ଟାର ପଢ଼ନ୍ତୁ। ପ୍ରିଭିୟସ୍ ସେମିଷ୍ଟାରର କୋଶ୍ଚିନ୍ ବି ଟ୍ରାଏ କରନ୍ତୁ ଏବଂ ସିପିଟିର ପ୍ରିଭିୟସ୍ କୋଶ୍ଚିନ୍ ମୁଁ ତଳେ ଲିଙ୍କ୍ ଦେଇଦେବି, ଆପଣମାନେ ଟ୍ରାଏ କରିପାରିବେ।
ଆଉ ଗୋଟେ କଥା ମନେ ରଖିବେ, ଆପଣଙ୍କର ପ୍ରୋଜେକ୍ଟରୁ ମଧ୍ୟ କୌଣସି ପ୍ରଶ୍ନ ଆସିବ ନାହିଁ। ବହୁତ ଜଣଙ୍କ ଡାଉଟ୍ ଥିବ ଯେ ପ୍ରୋଜେକ୍ଟରୁ ଆସିପାରେ କୋଶ୍ଚିନ୍ କିମ୍ବା AICC ରୁ ଆସିପାରେ କୋଶ୍ଚିନ୍। ମୁଁ ଆଉ ଥରେ କହି ରଖୁଛି, ଆପଣଙ୍କର AICC କିମ୍ବା ବା ଜେନେରିକ୍ ପେପରରୁ କିଛି ବି ପାଠ ଆସିବ ନାହିଁ। କେବଳ ଆପଣଙ୍କର ଯାହା ବି ପଢ଼ିଛନ୍ତି ଅନର୍ସ ସମ୍ପର୍କିତ ପେପର ସେଇ ପାଠରୁ ହିଁ ଆପଣଙ୍କର କୋଶ୍ଚିନ୍ ଆସିବ। ଧନ୍ୟବାଦ। ମୁଁ ବାୟୋରେ ଲିଙ୍କ ଦେଇଦେବି, ଆପଣମାନେ ପ୍ରିଭିୟସ୍ ଇୟର୍ ଏଣ୍ଟ୍ରାନ୍ସର କୋଶ୍ଚିନ୍ ଏବଂ ପ୍ରିଭିୟସ୍ ଇୟର୍ ଆଡ଼ମିସନ୍ର କଟଅଫ୍ ସବୁ ଡିଟେଲ୍ସ ପାଇଯିବେ। ଥ୍ୟାଙ୍କ ୟୁ।